ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ଆଜି ମୁଁ ଗୋଟେ ଭଲ କଥାଟେ ଆପଣମାନଙ୍କୁ କହିବାକୁ ଯିବି। ଆପଣମାନେ ଯେତେବେଳେ ନୂଆ ବାଥରୁମ୍ ଷ୍ଟାର୍ଟ କରିବା ପାଇଁ ଯାଉଛନ୍ତି, ଯେହେତୁ ଆପଣ ଏତେ ବହୁତ ଟଙ୍କାର ତାମାନେ କାମ ଗୋଟେ କରୁଛନ୍ତି, ଘର ଯେହେତୁ ଆପଣ ନିଜ ଘର, ଆପଣଙ୍କ ଲାଇଫ୍ ଉପରେ କଥା, ଘର ଲାଇଫ୍ ଉପରେ ସେଥିପାଇଁ ଆପଣ ଯେତେବେଳେ ଆମର ପାଇପ୍ ଲାଇନ୍ କାମ କରୁଛନ୍ତି, ସେତେବେଳେ ଆପଣ ଯେତେବେଳେ ପ୍ଲମ୍ବର ଭାଇମାନେ ଠିକ୍ କରୁଛନ୍ତି, ଦେଖନ୍ତୁ ଆମର ପ୍ଲମ୍ବର ଭାଇମାନେ କେମିତି କାମ କରୁଛନ୍ତି। ଆପଣ ନିଜେ ସାଇଡ଼୍ ଯାଆନ୍ତୁ, ଦେଖନ୍ତୁ, ତାପରେ ହେଉଛି ସେମାନଙ୍କୁ କାମ ଦିଅନ୍ତୁ। କିଛି ଅସୁବିଧା ନାହିଁ। ସେଇଟା ହେଉଛି ସବୁଠୁ ଭଲ କଥା। ସେଇଟା ହେଲେ କ'ଣ ହେବ ନା, ଦେଖି ଆପଣ ଜାଣିପାରିବେ ଯେ ତାଙ୍କ ସାଇଡ଼୍ରେ କେମିତି କାମ କରୁଛନ୍ତି, ଆମର ଭାଇମାନେ କେମିତି କାମ କରିଛନ୍ତି। ସେଇଟା ଆପଣମାନେ ସେଠି ଯାଇକି ଆପଣମାନେ ଦେଖିପାରିବେ କାମ କେମିତି କ'ଣ ହେଇଛି। ଆଉ ଆପଣମାନେ ସେଥିରେ ଦେଖିଲେ ଆପଣଙ୍କୁ ଠିକ୍ ଲାଗିବ ଯେ ପ୍ରକୃତରେ ଆମର ଏ ପ୍ଲମ୍ବର ଭାଇମାନଙ୍କର କାମ ଠିକ୍ ଲାଗିଛି। ଆଉ ମୋ କାମ ନିଶ୍ଚୟ ତାମାନେ ଆମର ଏ ପ୍ଲମ୍ବର ଭାଇମାନଙ୍କୁ ଆପଣ ଯାହାକୁ ଧର ଠିକ୍ କରିବେ, ସେମାନେ ଆପଣଙ୍କ କାମ ଠିକ୍ସେ କରିକିରି କାମ ଆପଣଙ୍କୁ ହ୍ୟାଣ୍ଡ ଓଭର୍ କରିପାରିବେ। ଏଥିରେ ଆପଣ ଦେଖିଲେ କ'ଣ ହେବ ନା, ଆପଣ ଆଉ ଠକାମିର ଶିକାର ହେବେନି। ଆଜିକାଲି ଏମିତି ତ ବହୁତ ଆମର ଅଛନ୍ତି ସବୁ। ସେଥିପାଇଁ ଆପଣମାନେ ବୁଝି କାମ ଦିଅନ୍ତୁ। ତାପରେ ଜାଣିପାରିବେ ଆପଣ ମୋର ସେଠି କେମିତି କାମ ହେଇଥିଲା, ଆପଣ କେମିତି କାମ କରୁଛନ୍ତି। ଆଉ ସବୁଠୁ ଭଲ ପ୍ଲମ୍ବର ବାଛନ୍ତୁ, ଯେହେତୁ ଆପଣଙ୍କ ନିଜ ଘର। ସେଥିପାଇଁ ଭଲ ପ୍ଲମ୍ବର ବାଛିକି କାମ କରାନ୍ତୁ। ଯେହେତୁ କାହିଁକିନା ମୁଁ ନିଜେ ବି ସେଥିରେ ନିଜେ ପ୍ଲମ୍ବର ଜଣେ, ନିଜେ ବି କାମ କରିଛି। ମୋତେ ଯେମିତି କାମ ଗୋଟେ ଆମର ଆଜ୍ଞା ଦେଲେ ଯେମିତି କାମ, ସେ ସେମିତି 3-4 ସାଇଡ଼୍ ଆମର ବୁଝିଲେ। ଆଉ ସିଏ କ'ଣ କଲେ ନା, ଯେକୌଣସି ସାଇଡ଼୍ ଗଲେ ସବୁ ମୋର ପାଟି ବାହାରିଲେ, ତାମାନେ ମୁଁ ସେଠି କାମ କରିଛି। ଦେଖିଲେ ମୋର କାମ ଦେଖିଲେ, ତାପରେ ତାଙ୍କୁ ଠିକ୍ ଲାଗିଲା ପରେ ଯାଇକି ମୋତେ ଯେମିତି କାମ ଦେଲେ। ସେଥିପାଇଁ ଆପଣମାନେ ସେଇ ସିଷ୍ଟମ୍ରେ କାମ କରନ୍ତୁ। ଆପଣ ଭଲ ରହିବେ, ଆମେମାନେ ବି ଭଲରେ ରହିବୁ। ଆଉ ଏଇଟା ହେଉଛି କଥା ଆଉ।